ପ୍ରୋଭିଡେଣ୍ଟ ଫଣ୍ଡର ପୁରା ଟଙ୍କା ଏବେ ଆପଣଙ୍କ ହାତରେ। ବାସ୍ କରନ୍ତୁ ଏହି ଛୋଟିଆ କାମ, କଟିବନି ଗୋଟିଏ ବି ଟଙ୍କା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ ସବୁଠୁ ପ୍ରଥମେ ପାଇବା ପାଇଁ। ଯେତେବେଳେ ଆମେ ପିଏଫ୍ ଟଙ୍କା ଉଠାଇବା କଥା ଭାବୁ, ଆମେ ପ୍ରାୟତଃ ଭାବୁ ଯେ ଆମକୁ ଏକ ବଡ଼ ପରିମାଣର ଟଙ୍କା ମିଳିବ। କିନ୍ତୁ ବିନା ପ୍ରସ୍ତୁତିରେ କିମ୍ବା ନିୟମ ନ ଜାଣି ଟଙ୍କା ଉଠାଇଲେ ଟିକସ କାଟ ହୋଇପାରେ। ଅନେକ ଲୋକ ଜାଣନ୍ତି ନାହିଁ ଯେ ପିଏଫ୍ ଉଠାଣ ଉପରେ ଟିଡିଏସ୍ ଲାଗିଥାଏ। ତେବେ ସଠିକ୍ ନିୟମାବଳୀ ବୁଝିବା ଦ୍ୱାରା ଆପଣ ଏହି ଟିକସ ଦାୟିତ୍ୱକୁ ଏଡ଼ାଇପାରିବେ। ତେବେ 5 ବର୍ଷ ଚାକିରି ଜରୁରୀ ଅଟେ। ଯଦି ଆପଣ ସର୍ବନିମ୍ନ 5 ବର୍ଷ ଚାକିରି ପୂରଣ କରିଛନ୍ତି, ତେବେ ପିଏଫ୍ ଉଠାଣ ସମ୍ପୂର୍ଣ୍ଣ ଭାବରେ କରମୁକ୍ତ। ଯଦି ଆପଣ ଚାକିରି ବଦଳାଇଛନ୍ତି, ତେବେ ଆପଣଙ୍କର ପୁରୁଣା ପିଏଫ୍ ବାଲାନ୍ସକୁ ଆପଣଙ୍କର ନୂତନ ଆକାଉଣ୍ଟକୁ ସ୍ଥାନାନ୍ତରିତ କରିବା ବାଧ୍ୟତାମୂଳକ, ନଚେତ୍ ଏହା ଉପରେ ଟ୍ୟାକ୍ସ ଲାଗିବ। 50,000 ଟଙ୍କାର ନିୟମ କ'ଣ ରହିଛି? ପ୍ରତ୍ୟେକ ପିଏଫ୍ ଉଠାଣ ଉପରେ ଟ୍ୟାକ୍ସ ଲାଗିନଥାଏ। 50,000 ପର୍ଯ୍ୟନ୍ତ ପରିମାଣ ଉପରେ କୌଣସି ଟିଡିଏସ୍ କଟାଯାଏ ନାହିଁ। କିନ୍ତୁ ଯଦି ଉଠାଣ ଏହି ସୀମା ଅତିକ୍ରମ କରେ ଏବଂ ସେବା ଅବଧି 5 ବର୍ଷରୁ କମ୍ ହୁଏ, ତେବେ କର ବ୍ୟବସ୍ଥା ପ୍ରଯୁଜ୍ୟ ହୋଇଥାଏ। ତେବେ ଫର୍ମ 15G ଏବଂ 15H ର ବ୍ୟବହାର କ'ଣ ଅଛି? ଯଦି ଆପଣ 5 ବର୍ଷ ଚାକିରି ପୂରଣ କରିବା ପୂର୍ବରୁ 50,000ରୁ ଅଧିକ ପରିମାଣର ଉଠାଣ କରୁଛନ୍ତି, ତେବେ ଆପଣ ଫର୍ମ 15G କିମ୍ବା ଫର୍ମ 15H ଦାଖଲ କରି ସଞ୍ଚୟ କରିପାରିବେ। ଏହି ଫର୍ମଗୁଡ଼ିକ ଏକ ଘୋଷଣା ଭାବରେ କାର୍ଯ୍ୟ କରେ, ଯାହା ଦର୍ଶାଏ ଯେ ଆପଣଙ୍କର ମୋଟ ଆୟ ଟିକସଯୋଗ୍ୟ ସୀମା ତଳେ ଅଛି, ନଚେତ୍ 10% ଟିଡିଏସ୍ କଟାଯାଇପାରେ। ପ୍ୟାନ୍ କାର୍ଡର ଲିଙ୍କ ଅନିବାର୍ଯ୍ୟ ଅଟେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କ୍ଷତି ସେତେବେଳେ ହୁଏ ଯେତେବେଳେ ଆପଣଙ୍କର ପ୍ୟାନ୍ କାର୍ଡ ଆପଣଙ୍କର ୟୁଏନ୍ ଯଥା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ସହିତ ଲିଙ୍କ ହୋଇନଥାଏ। ଏପରି ପରିସ୍ଥିତିରେ ମାନକ 10% ପରିବର୍ତ୍ତେ ସିଧାସଳଖ 20% ଟିଡିଏସ୍ କଟାଯାଇପାରେ। ତେଣୁ ଆପଣଙ୍କର KYC ବିବରଣୀ ଅପଡେଟ୍ ରହିବା ନିଶ୍ଚିନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ବାରମ୍ବାର ଟଙ୍କା ଉଠାନ୍ତୁ ନାହିଁ। ଆପଣଙ୍କର ପିଏଫ୍ ଆକାଉଣ୍ଟରୁ ବାରମ୍ବାର ଉଠାଣ ଅନୁଚିତ ଅଟେ, କାରଣ ଏହା ଆପଣଙ୍କର ଅବସର କର୍ପସକୁ ହ୍ରାସ କରେ ଏବଂ ଟିକସ ଦାୟିତ୍ୱକୁ ମଧ୍ୟ ଆକର୍ଷିତ କରେ। ବିଚକ୍ଷଣ ଉପାୟ ହେଉଛି ଯେତେବେଳେ ଆପଣ ଚାକିରି ପରିବର୍ତ୍ତନ କରନ୍ତି, ସେତେବେଳେ ଆପଣଙ୍କର ପିଏଫ୍ ବାଲାନ୍ସକୁ ନିୟମିତ ଭାବରେ ସ୍ଥାନାନ୍ତର କରିବା। ଏହା ନିଶ୍ଚିତ କରିବା ଯେ ଆପଣ ଆବଶ୍ୟକୀୟ 5 ବର୍ଷର ସେବା ଅବଧି ପୂରଣ କରୁଛନ୍ତି ଏବଂ ଆପଣଙ୍କର ପାଣ୍ଠି ସମ୍ପୂର୍ଣ୍ଣ କରମୁକ୍ତ ପାଇବେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ